ଟଙ୍କା ବିଷୟରେ ନିରାଟ ସତ୍ୟ କଥା କ'ଣ ଆସନ୍ତୁ ଜାଣିବା। ଟଙ୍କା ରୋଜଗାର କରିବାର ସମୟ ସୀମା ଜଣେ ବ୍ୟକ୍ତିର ଆର୍ଥିକ ସ୍ଥିତିକୁ ଦର୍ଶାଇଥାଏ। ଭିକାରୀ ଜଣେ ଭିକାରୀକୁ ସବୁଠାରୁ ଶୀଘ୍ର ଟଙ୍କା ଦରକାର ହୋଇଥାଏ। ଶ୍ରମିକ ଜଣେ ଶ୍ରମିକକୁ ପ୍ରତିଦିନ ଟଙ୍କା ଦରକାର ହୋଇଥାଏ। ଚାକିରିଆ ଜଣେ ଚାକିରି କରୁଥିବା ବ୍ୟକ୍ତିକୁ ପ୍ରତି ମାସରେ ଟଙ୍କା ଦରକାର ହୋଇଥାଏ। ଦୋକାନୀ ଜଣେ ଦୋକାନୀ ବର୍ଷସାରା ଟଙ୍କା ପାଇଁ ଅପେକ୍ଷା କରେ ଏବଂ ଦୋକାନ ନ ଚାଲିଲେ ବ୍ୟବସାୟ ବଦଳାଇବାକୁ ଚିନ୍ତା କରେ। ବ୍ୟବସାୟୀ ଜଣେ ବ୍ୟବସାୟୀ 5ରୁ 7 ବର୍ଷ ପର୍ଯ୍ୟନ୍ତ କଠିନ ପରିଶ୍ରମ କରେ ଏବଂ ଏତେ ଟଙ୍କା ରୋଜଗାର କରେ ଯେ ତାଙ୍କର 4 ପିଢ଼ି ବି ଖାଇପାରିବେ। ତେଣୁ ଏହି କଥାରୁ ଏ ଶିକ୍ଷା ମିଳିଲା ଯେ ଯାହାକୁ ଯେତେ ଶୀଘ୍ର ଟଙ୍କା ଦରକାର ସେ ସେତେ ଅଧିକ ଗରିବ। ଜୀବନରେ ଯଦି ଧନୀ ହେବାକୁ ଚାହୁଁଛନ୍ତି ତେବେ ଲମ୍ବା ଦୌଡ଼ର ଘୋଡ଼ା ହୁଅନ୍ତୁ। ନିଜ କାମର ଗୁଣବତ୍ତା ବଢ଼ାଇବା ଉପରେ ଧ୍ୟାନ ଦିଅନ୍ତୁ। କିଛି ବର୍ଷ ପରେ ଆପଣଙ୍କ ପାଖକୁ ଏତେ ଟଙ୍କା ଆସିବ ଯେ ଆପଣ ଗଣିପାରିବେ ନାହିଁ। ଦାରିଦ୍ର୍ୟର କାରଣଗୁଡ଼ିକ କ'ଣ ଆସନ୍ତୁ ଜାଣିବା। ମିଥ୍ୟା ଶପଥ କରିବା, ସ୍ନାନ କରିବା ସମୟରେ ପରିସ୍ରା କରିବା, ଶୌଚାଳୟ ଭିତରେ କଥାବାର୍ତ୍ତା କରିବା, ଓଲଟା ଶୋଇବା, ଘର ଭିତରେ ଛେପ ପକାଇବା, ବାମ ପାଦରେ ପ୍ୟାଣ୍ଟ ପିନ୍ଧିବା, ମହିଳାମାନେ ଛିଡ଼ା ହୋଇ କେଶ ବାନ୍ଧିବା, ଅପରିଷ୍କାର ବିଛଣାରେ ଶୋଇବା, ଘରେ ଛିଣ୍ଡା ଚପଲ ରଖିବା, ସୂର୍ଯ୍ୟୋଦୟ ପରେ ମଧ୍ୟ ଶୋଇ ରହିବା, ମହମବତୀ କିମ୍ବା ଦୀପ ଫୁଙ୍କି ଲିଭାଇବା, ଗରିବ ଏବଂ ଅସହାୟ ଲୋକଙ୍କୁ ଥଟ୍ଟା କରିବା, ପିତାମାତାଙ୍କୁ ଆଘାତ ଦେବା। ପ୍ରେମ ତାକୁ ହିଁ କୁହାଯିବ ଯିଏ ତୁମ ହୃଦୟର ପ୍ରତ୍ୟେକ କଥା କହିବା ପୂର୍ବରୁ ବୁଝିପାରୁଥିବ। ପ୍ରେମ ତାକୁ ହିଁ କୁହାଯିବ ଯେତେ ଦୁଃଖ ସମସ୍ୟା ଆସିଲେ ବି ତୁମକୁ ସିଏ କେବେ ଛାଡ଼ିକି ଯିବ ନାହିଁ। ପ୍ରେମ ତାକୁ ହିଁ କୁହାଯିବ ଯିଏ ନିଜକୁ ପରିତ୍ୟାଗ କରି ଜୀବନର ସବୁ ଖୁସି ଦେବାକୁ ଚେଷ୍ଟା କରୁଥିବ। ପ୍ରେମ ତାକୁ ହିଁ କୁହାଯିବ ଯିଏ ନିସ୍ୱାର୍ଥପର ଭାବେ ଓ ବିନା ସର୍ତ୍ତରେ ତୁମର ସବୁ କଥାକୁ ସ୍ୱୀକାର କରିବ। ପ୍ରେମ ତାକୁ ହିଁ କୁହାଯିବ ଆଘାତ ତୁମକୁ ଲାଗିଲେ ଯନ୍ତ୍ରଣା ତାକୁ ଅନୁଭବ ହେବ। ପ୍ରେମ ତାକୁ ହିଁ କୁହାଯିବ ତୁମର ସବୁ ଦୋଷ ଥାଇକି ବି ତୁମକୁ କ୍ଷମାରେ ଆପଣାର କରୁଥିବ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ଲେଖିବା ପାଇଁ ଅନୁରୋଧ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ। ସାଙ୍ଗମାନେ, ଯଦି ଆପଣ ଦୌଡ଼ି ପାରୁନାହାନ୍ତି ତାହେଲେ ଚାଲନ୍ତୁ। ଯଦି ଆପଣ ଚାଲିପାରୁନାହାନ୍ତି ତାହେଲେ ଘୋଷାରି ହୋଇ ଚାଲନ୍ତୁ। କିନ୍ତୁ କେବେ ବି ଅଟକି ଯାଆନ୍ତୁ ନାହିଁ। କାହିଁକି ନା ଯିଏ ଅଟକି ଯାଏ ସିଏ ହାରିଯାଏ। ଜୀବନ ଯୁଦ୍ଧରେ ସବୁବେଳେ ଏକୁଟିଆ ଧୈର୍ଯ୍ୟ ଧରି ଚାଲିବା ଶିଖନ୍ତୁ। ଦେଖିବେ ଆପଣ ନିଶ୍ଚୟ ଦିନେ ନା ଦିନେ ସଫଳତାର ଶିଖରରେ ପହଞ୍ଚିଯିବେ। କ'ଣ ସାଙ୍ଗମାନେ ଠିକ୍ ତ?